ଜଗନ୍ନାଥ ମୁଁ କ୍ଷୀରଚନ୍ଦ୍ର ପଣ୍ଡା ପ୍ରତାପଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବାଲିମୁଣ୍ଡା ବ୍ଲକ ଜୟଦେବ ସେତୁ ଯାହାକି ମାନ୍ୟବର ମୁଖ୍ୟମନ୍ତ୍ରୀ 2002ରେ କରିଥିଲେ। ଇଏ ହେଉଛି କୁଶଭଦ୍ରା ନଦୀ ଜୟଦେବ ସେତୁ। ମୋ ପାଖରେ ଅଛନ୍ତି ଜାହାନ ବେହେରା, ଜଣେ ଦିବ୍ୟାଙ୍ଗ। ତାଙ୍କର ଦେଖନ୍ତୁ ଆଜ୍ଞା ଗୋଟେ ଗୋଡ଼ କଟି ଯାଇଥିଲା, ତାଙ୍କୁ 60% ମାତ୍ର ମିଳିଥିଲା। ଏବେ ଆଉ ଗୋଟିଏ ଗୋଡ଼ ମଧ୍ୟ କଟି ଯାଇଛି। ବର୍ତ୍ତମାନ ଛୋଟ ଦୋକାନଟିଏ କରିଛନ୍ତି, 3-4 ଜଣ ପରିବାର ପ୍ରତିପୋଷଣ ହେବା କଷ୍ଟକର ହେଉଛି, କାହିଁକିନା ଖୋଲା ଜାଗାରେ ଯାହାକି ବ୍ରିଜ୍ ନିକଟରେ କରିଛନ୍ତି। ତ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦେଉଛୁ, ଆଉ ସଚିବଙ୍କୁ କହୁଛୁ, ଡକ୍ଟରମାନଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯେ ଯେଉଁ ଜାହାନ ବେହେରା ଅକର୍ମଣ୍ୟ ହୋଇଯାଇଛି, ଯାହାକି ଚାଷବାସ ଅନ୍ୟାନ୍ୟ କରିବା ସମ୍ଭବପର ନୁହେଁ। ତେଣୁ ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି 3500 ଟଙ୍କା ଦେବା, ଯେ 80%ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ, ତାହେଲେ ଜାହାନ ସେଥିରୁ ପାଇବାର ସମ୍ଭବପର ହେବ ନାହିଁ। ଏବେ ସେ ଯେଉଁ ସାର୍ଟିଫିକେଟ୍ରେ 60% ମାତ୍ର ରଖାଯାଇଛି, ତାକୁ 80%କୁ ବୃଦ୍ଧି କରନ୍ତୁ। କାହିଁକିନା ଆଉ ଗୋଟିଏ ଗୋଡ଼ ତାଙ୍କର ଅକର୍ମଣ୍ୟ ହୋଇଗଲା। ଗୋଟିଏ ଗୋଡ଼ ଥିଲା, ଗୋଟିଏ ଗୋଡ଼ ଆଉ ଗୋଟେ ଅକର୍ମଣ୍ୟ ହୋଇଗଲା। ଏ ଭିଡ଼ିଓଟି ରାଜ୍ୟ ସରକାର ଦେଖନ୍ତୁ, ସଚିବ ଦେଖନ୍ତୁ, ଆଉ ଡାକ୍ତର ଦେଖନ୍ତୁ, ଆମର 6 ନମ୍ବର ମେଡ଼ିକାଲ ଦେଖନ୍ତୁ, ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲାସ୍ତରୀୟ ମେଡ଼ିକାଲ ବୋର୍ଡ଼ ଦେଖୁ। କିନ୍ତୁ ଜାହାନ ବେହେରାର ଯଦି ସାର୍ଟିଫିକେଟ୍ଟି ଅଧିକ ପଡ଼ିଯାଏ, ତାହେଲେ 3500 ଟଙ୍କାଟି ଭତ୍ତା ପାଇଲେ ଯଥେଷ୍ଟ ଚଳିଯିବ। ଏବଂ ତାଙ୍କ ପିଲାମାନେ ଛୋଟ ଛୋଟ ପାଠ ପଢ଼ୁଛନ୍ତି, ଗୋଟିଏ ପିଲାକୁ ଆଉ ପଢ଼େଇ ପାରିଲେନି ପଇସା ଅଭାବରୁ। ଇଏ ଆସି ଏଇ ବ୍ରିଜ୍ ନିକଟରେ କୁଶଭଦ୍ରା ସେତୁ, ଯେଉଁଠି ପ୍ରତାପଚନ୍ଦ୍ରପୁର କାକଚନ୍ଦ୍ରପୁର ପରସ୍ପର ସଂଯୋଗ ହୋଇଛି, ସେ ମିଛୁମରା ନିକଟରେ ଦୋକାନଟି କରିଛନ୍ତି। ଏ ଭିଡ଼ିଓଟି ଦେଖିଲା ପରେ ଆମର ବିଶ୍ୱାସ ଅଛି ରାଜ୍ୟ ସରକାର ଯାହାହେଲେ ଗୋଟେ ପଦକ୍ଷେପ ନେବେ, ଆଉ ଜାହାନ ବେହେରାକୁ ସାହାଯ୍ୟ କରିବେ। ନମସ୍କାର। ଆପଣ ସେପଟେ ଯାଇ ଏପଟେ ବୁଲିକି କେନାଲ ମନ୍ଦିର